ଦିନେ ଅନ୍ଧାର ରାତିରେ ବଣ୍ଟିପାରା ଗୋଟେ ସାଇକେଲରେ ନିଜ ଘରକୁ ଫେରୁଥିଲା। ସେ ଗୋଟେ ଗଛ ପାଖ ଦେଇ ଚାଲିଗଲା। ତାକୁ ଲାଗିଲା ଯେମିତି ତା ପଛରେ କେହି ତାକୁ ଜଣେ ପିଛା କରୁଛି। ସେ ପଛକୁ ବୁଲି ଦେଖିଲା ବେଳକୁ ତା ପଛରେ କେହି ନଥିଲା। ତାପରେ ସେ ସାଇକେଲ ଚଲେଇ ଆଗକୁ ଚାଲିଲା। ସେତିକି ବେଳେ ତାକୁ କାହାର ହସିବା ଶବ୍ଦ ଶୁଭାଗଲା। ତେଣୁ ସେ ସାଇକେଲରୁ ତଳକୁ ଓହ୍ଲେଇ ଚାରିଆଡ଼କୁ ଦେଖିବା ପାଇଁ ଲାଗିଲା। କିଏ ଅଛି ଏଇଠି? ସାମ୍ନାକୁ ଆସ। ହେଲେ ସେଠାରେ ତାକୁ କେହି ଦେଖାଯାଉନଥିଲେ। ସେତିକି ବେଳେ ସେ ଦେଖିଲା ତା ସାଇକେଲ ପଛରେ କୁଆଡ଼ୁ ଗୋଟେ କଣ୍ଢେଇ ଆସି ବସିଥିଲା। ଆରେ, ଏ ଟିକିଏ ଆଗରୁ ତ ଏ କଣ୍ଢେଇ ସାଇକେଲରେ ନଥିଲା, ହେଲେ ଏବେ କୁଆଡ଼ୁ ଆସିଲା? ଏହା ଭାବି ବଣ୍ଟି ସେ କଣ୍ଢେଇକୁ ନେଇ ଘରକୁ ଚାଲିଗଲା। ଘରେ ପହଞ୍ଚି ବଣ୍ଟି ଶୋଇପଡ଼ିଥିଲା। ଅଧା ରାତିରେ ସେ କଣ୍ଢେଇ ଗୋଟେ ଭୂତିଆ କଣ୍ଢେଇରେ ବଦଳିଗଲା। ଆଉ ଗୋଟେ ଛୁରୀ ନେଇ ବଣ୍ଟିକୁ ମାରିଦେଲା ଏବଂ ସେଠାରୁ ଚାଲିଗଲା। ପୁଣି ଦିନେ ରାତିରେ ସେ ଜଙ୍ଗଲ ରାସ୍ତା ଦେଇ ଗୋଟେ ଚଢ଼େଇ ଘରକୁ ଯାଉଥିଲା। ତାକୁ ରାସ୍ତାରେ ସେଇ କଣ୍ଢେଇ ପଡ଼ିଥିବାର ଦେଖାଗଲା। ସେ ଚଢ଼େଇ କଣ୍ଢେଇକୁ ନେଇ ନିଜ ଘରକୁ ଚାଲିଗଲା। ପୂର୍ବ ଭଳି ସେଦିନ ରାତିରେ ମଧ୍ୟ ରାତି ଅଧାରେ ସେ କଣ୍ଢେଇ ଗୋଟେ ଭୂତିଆ କଣ୍ଢେଇରେ ବଦଳିଗଲା। ଆଉ ସେ ପକ୍ଷୀକୁ ମାରିଦେଇ ସେଠାରୁ ଚାଲିଗଲା। ଏମିତି ସେ ଭୂତିଆ କଣ୍ଢେଇ ଜଣ ଜଣ କରି ପକ୍ଷୀମାନଙ୍କୁ ମାରିବା ପାଇଁ ଲାଗିଲା। ଏସବୁ ଦେଖି ପକ୍ଷୀମାନେ ବହୁତ ଭୟଭୀତ ହେଇ ରହୁଥିଲେ। ତେଣୁ ସେମାନେ ସମସ୍ତେ ଗାଁ ମୁଖିଆ ପାଖକୁ ଯାଇ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଲେ। ହଉ, ତମେ ସବୁ ଜମାରୁ ଚିନ୍ତା କର ନାହିଁ। ଆଜି ରାତିରେ ମୁଁ ନିଜେ ଘଟଣା କ'ଣ ହେଇଛି ସେ ସବୁକୁ ଅନୁଧ୍ୟାନ କରିବି। ସେଦିନ ରାତିରେ ମୁଖିଆ ଆଉ 2 ଜଣ ଗାଁ ବାଲା ଗାଁରେ ପ୍ରହରା ଦେଉଥିଲେ। ସେତିକି ବେଳେ ମୁଖିଆକୁ କିଛି ଦୂରରେ ଗୋଟେ କଣ୍ଢେଇ ପଡ଼ିଥିବାର ଦେଖାଗଲା। ଆରେ ବାଃ, ସେ କଣ୍ଢେଇଟା ତ ବହୁତ ସୁନ୍ଦର ହେଇଛି। ହେଲେ ସେ କଣ୍ଢେଇକୁ ଏମିତି କିଏ ଫୋପାଡ଼ି ଦେଇଛି? ଏହା କହି ମୁଖିଆ ଯେମିତି ସେ କଣ୍ଢେଇ ପାଖକୁ ଯାଇଛି, ସେ କଣ୍ଢେଇ ଭୂତିଆ କଣ୍ଢେଇରେ ବଦଳି ଯାଇ ମୁଖିଆକୁ ମାରିଦେଲା। ଏହା ଦେଖି 2 ଜଣ ପକ୍ଷୀ ଜୀବନ ବିକଳରେ ସେଠାରୁ ଚାଲିଗଲେ। ଆଉ ସକାଳୁ ଗାଁରେ ସବୁ ପକ୍ଷୀମାନଙ୍କୁ ପୁରା ଘଟଣା ବିଷୟରେ କହିଲେ। ଏ ସବୁ ପରିସ୍ଥିତିରୁ ଆମକୁ ତାନ୍ତ୍ରିକ ବାବା ହିଁ ବଞ୍ଚେଇ ପାରିବେ। ତାପରେ ଗାଁ ପକ୍ଷୀମାନେ ତାନ୍ତ୍ରିକ ବାବା ପାଖକୁ ଯାଇ ତାଙ୍କୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଲେ। ତାନ୍ତ୍ରିକ ବାବା ସବୁ ଶୁଣିସାରି ତାଙ୍କର ତନ୍ତ୍ରମନ୍ତ୍ର ଆରମ୍ଭ କରିଲେ। କିଛି ସମୟ ପରେ ସେ ଭୂତିଆ କଣ୍ଢେଇ ଆସି ସେଠାରେ ପହଞ୍ଚିଲା। କହ ତାନ୍ତ୍ରିକ, ତୁ କ'ଣ ପାଇଁ ମୋତେ ଏଠାକୁ ଡାକିଛୁ? ତୁ କ'ଣ ପାଇଁ ଜଙ୍ଗଲର ପକ୍ଷୀମାନଙ୍କୁ ମାରୁଛୁ? ସେମାନେ ତୋର କ'ଣ କ୍ଷତି କରିଛନ୍ତି? ସେ କଥା ତୁ ଏମାନଙ୍କୁ ପଚାର। ଏ ଜଙ୍ଗଲର ପକ୍ଷୀମାନେ ତତେ ସବୁ କହିବେ। ମୁଁ ତୋ ମୁହଁରୁ ଶୁଣିବା ପାଇଁ ଚାହୁଁଛି। ତୁ ମୋତେ ଜଲ୍ଦି କହ। ତାହେଲେ ଶୁଣ, ମୁଁ ଏ ଜଙ୍ଗଲରେ ଗୋଟେ ପକ୍ଷୀ ଥିଲି। ମୁଁ କଣ୍ଢେଇ ଦୋକାନ କରି ମୋ ପେଟ ପୋଷୁଥିଲି। ଦିନେ ମୁଖିଆ ଆଉ ତାର ଗୁଣ୍ଡାମାନେ ଆସି ମୋତେ କଣ୍ଢେଇ ମାଗିଲେ। ମୁଁ କଣ୍ଢେଇ ଦେଇ ସେମାନଙ୍କୁ ଟଙ୍କା ମାଗିବାରୁ ସେମାନେ ମୋତେ ମାଡ଼ ମାରିଲେ। ଆଉ ମୋ କଣ୍ଢେଇ ଦୋକାନରେ ନିଆଁ ଲଗେଇ ଦେଲେ। ସେଇ ନିଆଁରେ ମୁଁ ଜାଳି ପୋଡ଼ି ପାଉଁଶ ହେଇଗଲି। ଆଉ ମୋ କଣ୍ଢେଇ ମାନେ ମଧ୍ୟ ଜଳିଗଲେ। ମୁଁ ଏ ଜଙ୍ଗଲର ପକ୍ଷୀମାନଙ୍କୁ ମୋତେ ବଞ୍ଚେଇବା ପାଇଁ ବହୁତ ଚିତ୍କାର କଲି, ହେଲେ ମୋତେ ବଞ୍ଚେଇବାକୁ କେହି ଆସିଲେ ନାହିଁ। ସେବେଠୁ
ମୋ ଆତ୍ମା ଗୋଟେ କଣ୍ଢେଇରେ ପଶି ଯାଇଥିଲା ଆଉ ଜଣ ଜଣକୁ ମାରି ମୋ ମୃତ୍ୟୁର ପ୍ରତିଶୋଧ ନେଉଛି। ହଉ ଠିକ ଅଛି, ଏବେ ତୁ ଏ ଜଙ୍ଗଲ ଛାଡ଼ି ଚାଲିଯା। ନାଇଁ ନାଇଁ, ମୁଁ କୁଆଡ଼େ ବି ଯିବି ନାହିଁ। ମୁଁ ଏଇ ଜଙ୍ଗଲରେ ରହିବି। ତାପରେ ତାନ୍ତ୍ରିକ ତନ୍ତ୍ରବିଦ୍ୟା ଆରମ୍ଭ କରିଲା। ହେଲେ ସେ ତାନ୍ତ୍ରିକକୁ ତାର ଭୂତିଆ ଶକ୍ତି ବଳରେ ମାରିଦେଲା। ମୁଁ ଏ ଜଙ୍ଗଲ ଛାଡ଼ି କୁଆଡ଼େ ଯିବିନି। ମୁଁ ଛାଡ଼ିବିନି, ସମସ୍ତଙ୍କୁ ମାରିଦେବି। ଗୋଟେ ଜଙ୍ଗଲରେ ଗୋଟେ ଗରିବ ଚଢ଼େଇ ଥିଲା। ତା ନାମ ମିନୁ ଥିଲା। ସେ ବହୁତ ଗରିବ ଥିଲା। ପିଲାଟି ଦିନରୁ ସେ ତା ମାଆକୁ ହରେଇଥିଲା। ତେଣୁ ମିନୁ ତା ବାପା ସହ ରହୁଥିଲା। ଦିନେ ମିନୁକୁ କଟନ କ୍ୟାଣ୍ଡି ଖାଇବା ପାଇଁ ଇଚ୍ଛା ହେଲା। ତେଣୁ ସେ ତା ବାପାକୁ ଯାଇ କହିଲା, ମୋତେ ଆଜି କଟନ କ୍ୟାଣ୍ଡି ଖାଇବା ପାଇଁ ଇଚ୍ଛା ହେଉଛି। ମୋତେ ଟଙ୍କା ଦିଅ, ମୁଁ ଖାଇ ଆସେ। ଆରେ ମିନି, ବହୁତ ଦିନ ହେଲା ମୁଁ କାମକୁ ଯାଇନି, ତେଣୁ ମୋ ପାଖରେ ଜମାରୁ ଟଙ୍କା ନାହିଁ। ତୁ ଏବେ ରହିଯା, ମୁଁ ଟଙ୍କା ପାଇଲେ ତୋତେ କଟନ କ୍ୟାଣ୍ଡି କିଣିଦେବି। ଏହା ଶୁଣି ମିନୁ ଚଢ଼େଇ ସେଠାରୁ ମନ ଦୁଃଖରେ ଜଙ୍ଗଲକୁ ଚାଲିଗଲା। ସେ ଯାଉଥିବା ସମୟରେ ରାସ୍ତାରେ ତାର ସାଙ୍ଗମାନଙ୍କୁ ଦେଖିଲା। ତାର ସାଙ୍ଗମାନେ ସବୁ ମିଶି କଟନ କ୍ୟାଣ୍ଡି କିଣି ଖାଉଥିଲେ। ଶୁଣ କାଲୁ, ମୋତେ ତୁମେ କଟନ କ୍ୟାଣ୍ଡି କିଣିଦେବ? ମୋ ପାଖରେ ଆଜି ଟଙ୍କା ନାହିଁ। ମୁଁ ତମକୁ କାଲି ଟଙ୍କା ଆଣି ଦେଇଦେବି। ନାଇଁ ନାଇଁ, ମୋ ପାଖରେ ତମ ପାଇଁ ଟଙ୍କା ନାହିଁ। ଆରେ କାଲୁ, ମୁଁ ତମକୁ କାଲି ଟଙ୍କା ଦେଇଦେବି। ମୁଁ ସତ କହୁଛି। ଆରେ ମିନୁ, ତୋତେ ଟିକେ ଲାଜ ଲାଗୁନି? ତୁ ଭିକାରୀ ଭଳି କଟନ କ୍ୟାଣ୍ଡି ମାଗି ଖାଉଛୁ। ତୋତେ ମୁଁ କ'ଣ ଆଉ କେହି ବି କଟନ କ୍ୟାଣ୍ଡି କିଣିଦେବେ ନାହିଁ। ଏ କଥା ଶୁଣି ମିନୁ ମନ ବହୁତ ଦୁଃଖ ହେଲା। ସେଦିନ ମିନୁ ଆଉ ସ୍କୁଲକୁ ଗଲା ନାହିଁ। ସେ ଯାଇ ଜଙ୍ଗଲ ପାଖରେ ଥିବା ନଦୀ ପାଖରେ ମନ ଦୁଃଖରେ ବସିଥିଲା। ସେତିକିବେଳେ ତା ପାଖକୁ ଗୋଟେ ଚଢ଼େଇ ଆସିଲା ଆଉ କହିଲା, ଆରେ ଚଢ଼େଇ ପିଲା, ମୁଁ ଜାଣିଛି ତୁ କଟନ କ୍ୟାଣ୍ଡି ଖାଇବା ପାଇଁ ଚାହୁଁଛୁ। ଚାଲ ମୋ ସହ ମୋ ଘରକୁ। ମୋ ଘରେ ବହୁତ କଟନ କ୍ୟାଣ୍ଡି ଅଛି। ଏ କଥା ଶୁଣି ମିନୁ ବହୁତ ଖୁସିରେ ସେ ଚଢ଼େଇ ସହ ତା ଘରକୁ ଚାଲିଗଲା। ସେ ଚଢ଼େଇ ମିନୁକୁ ବହୁତ କଟନ କ୍ୟାଣ୍ଡି ଦେଲା ଆଉ ମିନୁ ସେ ସବୁକୁ ନେଇ ତା ଘରକୁ ଚାଲିଗଲା। ଘରେ ପହଞ୍ଚିଲା ବେଳକୁ ବଣ୍ଟି ମିନୁକୁ କହିଲା, ଆରେ ମିନୁ, ତୁ ଏ କଟନ କ୍ୟାଣ୍ଡି କୁଆଡ଼ୁ ଆଣିଲୁ? ବାପା, ମୋତେ ଜଙ୍ଗଲରେ ଗୋଟେ ପକ୍ଷୀ ଆସି ତା ଘରକୁ ନେଇଗଲେ। ଆଉ ସେ ମୋତେ ତାଙ୍କ ଘରେ ଥିବା କଟନ କ୍ୟାଣ୍ଡି ଦେଲେ। ମୁଁ ଏଥିରୁ 2ଟି କଟନ କ୍ୟାଣ୍ଡି ଖାଇବି ଆଉ ବାକି କାଲି ସ୍କୁଲକୁ ନେଇ ମୋ ସାଙ୍ଗମାନଙ୍କୁ ଦେଇଦେବି। ତା ପରଦିନ ସକାଳୁ ମିନୁ ତା ସ୍କୁଲକୁ ଯାଇ ତା ସାଙ୍ଗମାନଙ୍କୁ କଟନ କ୍ୟାଣ୍ଡି ଦେଲା। ତା ସାଙ୍ଗମାନେ ଯେମିତି କଟନ କ୍ୟାଣ୍ଡି ଖାଇଛନ୍ତି, ସେମାନଙ୍କର ଆଖି ଲାଲ ରଙ୍ଗରେ ବଦଳିଗଲା ଆଉ ସେମାନେ ଜଙ୍ଗଲ ଆଡ଼କୁ ଯିବା ପାଇଁ ଲାଗିଲେ। ଏସବୁ ମିନୁର ବାପା ଗୋଟେ ଗଛରେ ବସି ଦେଖୁଥିଲେ। ଆରେ ମିନୁ, ତୁ ସ୍କୁଲକୁ ନ ଯାଇ କୁଆଡ଼େ ଯାଉଛୁ? ଆଉ ଏ ପିଲାମାନେ ତୋ ପଛରେ କୁଆଡ଼େ ଯାଉଛନ୍ତି? ବଣ୍ଟି ଯେତେ ପଚାରିଲେ ବି ମିନୁ କିଛି ବି ଉତ୍ତର ଦେଲା ନାହିଁ। ତାପରେ ସେମାନେ ସେଠାରୁ କୁଆଡ଼େ ଚାଲିଗଲେ। ଆରେ, ଏମାନେ କୁଆଡ଼େ ଚାଲିଗଲେ? ମୋତେ ଲାଗୁଛି ଏମାନଙ୍କ ଉପରେ କେହି କଳା ଯାଦୁ କରିଦେଇଛି। ମୋତେ ତୁରନ୍ତ
ତାନ୍ତ୍ରିକ ପାଖକୁ ଯିବା ପାଇଁ ପଡ଼ିବ ଆଉ ତାଙ୍କୁ ଯାଇ ସବୁ କଥା କହିବା ପାଇଁ ପଡ଼ିବ। ତାପରେ ବଣ୍ଟି ଯାଇ ତାନ୍ତ୍ରିକ ପାଖରେ ପହଞ୍ଚିଲା ଆଉ ତାନ୍ତ୍ରିକକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଲା। ତାନ୍ତ୍ରିକ ତାଙ୍କର ଶକ୍ତି ବଳରେ ସମ୍ପୂର୍ଣ୍ଣ ଘଟଣାକୁ ଦେଖିପାରିଲେ। ବଣ୍ଟି, ଏସବୁ ସେଇ ଭୂତିଆ ଚଢ଼େଇର କାମ। ସେ ଛୋଟ ଛୋଟ ଚଢ଼େଇମାନଙ୍କୁ କଟନ କ୍ୟାଣ୍ଡି ଖୁଆଇ ସେମାନଙ୍କୁ ନିଜ କବ୍ଜାକୁ ନେଇଯାଉଛି। ତାପରେ ତାନ୍ତ୍ରିକ ନିଜ ଶକ୍ତିରେ ବହୁତ କଟନ କ୍ୟାଣ୍ଡି ତିଆରି କରିଦେଲେ ଆଉ ତା ଉପରେ ବିଭୂତି ଛିଞ୍ଚିଦେଲେ। ତାପରେ ସେମାନେ କଟନ କ୍ୟାଣ୍ଡିକୁ ନେଇ ଜଙ୍ଗଲ ମଝିକୁ ଚାଲିଗଲେ। ଜଙ୍ଗଲରେ କିଛି ସମୟ ଚାଲିଲା ପରେ ସେମାନେ ଜଙ୍ଗଲ ମଝିରେ ଥିବା ଭୂତିଆ ଚଢ଼େଇର ଘର ପାଖରେ ପହଞ୍ଚିଗଲେ। ଲାଗୁଛି ଏଇଟା ଭୂତିଆ ଚଢ଼େଇର ଘର। ଏପଟେ ସବୁ ଚଢ଼େଇ ପିଲା ସେ ଘରେ ବନ୍ଦୀ ହେଇ ରହିଥିଲେ ଆଉ ଜୋର ଜୋରରେ କାନ୍ଦୁଥିଲେ। ଆମକୁ ଛାଡ଼ିଦିଅ, ଆମକୁ ଛାଡ଼ିଦିଅ ଚଢ଼େଇ। ମୁଁ ତମକୁ ଗୋଟେ ଭଲ ଚଢ଼େଇ ଭାବୁଥିଲି, ହେଲେ ତମେ ଆମ ଚଢ଼େଇମାନଙ୍କୁ ବନ୍ଦୀ କରି ରଖିଛ। ତମେ ଆମ ପାଖରୁ କ'ଣ ଆଶା କରୁଛ? ମିନୁର କଥା ଶୁଣି ଭୂତିଆ ଚଢ଼େଇ ତା ରୂପ ବଦଳେଇ ତା ଅସଲ ରୂପକୁ ଆସିଗଲା ଆଉ କହିଲା, ଆରେ କୋଉ ଭଲ ଚଢ଼େଇ ନୁହେଁ, ପକ୍ଷୀ ଖାଉଥିବା ଗୋଟେ ଭୂତିଆ ଚଢ଼େଇ। ପକ୍ଷୀ ଛୁଆମାନଙ୍କୁ କଟନ କ୍ୟାଣ୍ଡି ଖୁଆଇ ସେମାନଙ୍କୁ ମୋ ନିଜ କବ୍ଜାକୁ ନେଇ ଆସେ ଆଉ ସେମାନଙ୍କୁ ମାରି ଖାଇଯାଏ। ଆଜି ମୁଁ ତମ ସମସ୍ତଙ୍କୁ ମାରି ଖାଇଯିବି। ଏହା କହି ଭୂତିଆ ଚଢ଼େଇ ସେଠାରୁ ଚାଲିଗଲା। ଭୂତିଆ ଚଢ଼େଇ ଚାଲିଗଲା ପରେ ତାନ୍ତ୍ରିକ ଆଉ ବଣ୍ଟି ପିଲାମାନଙ୍କୁ ଆକୁଳେଇ ଦେଲେ। ଏସବୁ ଭୂତିଆ ଚଢ଼େଇ ଦେଖିନେଲା। ଭୂତିଆ ଚଢ଼େଇ ତାନ୍ତ୍ରିକ ପାଖକୁ ଆସି ତାକୁ ମାରିବା ପାଇଁ ଆଗକୁ ବଢ଼ୁଥିଲା। ସେତିକି ବେଳେ ତାନ୍ତ୍ରିକ ମନ୍ତ୍ର ପଢ଼ି ସେ ଭୂତିଆ ଚଢ଼େଇର ଆତ୍ମାକୁ ବନ୍ଦୀ କରିଦେଲେ। ମୋତେ ଛାଡ଼ିଦେ ତାନ୍ତ୍ରିକ, ନହେଲେ ମୁଁ ତତେ ମାରିଦେବି। ତୁ କ'ଣ କରିପାରିବୁ? ଭୂତିଆ ଚଢ଼େଇ ମୁଁ ସବୁ ଜାଣିଛି। ତାନ୍ତ୍ରିକ ଭୂତିଆ ଚଢ଼େଇକୁ ନିଜ ସାଥିରେ ଆଣି ଥିବା କଟନ କ୍ୟାଣ୍ଡି ଖୁଆଇ ଦେଲେ ଆଉ ତାପରେ ଭୂତିଆ ଚଢ଼େଇ ବେହୋସ ହେଇଗଲା। ତାନ୍ତ୍ରିକ ଭୂତିଆ ଚଢ଼େଇକୁ ନେଇ ଗୋଟେ ନଦୀରେ ଫିଙ୍ଗିଦେଲେ ଆଉ ତାପରେ ଭୂତିଆ ଚଢ଼େଇ ନଦୀ ପାଣିରେ ବୁଡ଼ି ମରିଗଲା। ସାଙ୍ଗମାନେ, କାହାଣୀଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚୟ କୁହନ୍ତୁ ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ।